ଆଜି ଚାଲନ୍ତୁ ଶୁଣିବା ଜହ୍ନମାମୁଁର ଆଉ ଗୋଟିଏ କାହାଣୀ ବିଘ୍ନେଶ୍ୱର। ସତ୍ୟଲୋକରେ କମଳାସନରେ ବସି ବ୍ରହ୍ମା ସୃଷ୍ଟିକର୍ମରେ ବ୍ୟାପୃତ ରହି ଥକି ପଡ଼ିଲେ। ଯେତେବେଳେ ଗୋଟେ କଳ୍ପ ଶେଷ ହେବାକୁ ବସିଲା ସେତେବେଳେ ତାଙ୍କୁ ନିଦ୍ରା ଆଚ୍ଛନ୍ନ କଲା। ଯେତେବେଳେ ନିଦ୍ରାବସ୍ଥାରେ ବ୍ରହ୍ମାଙ୍କ ଆଖି ମୁଦି ହୋଇ ଆସିଲା ସେତେବେଳେ ଆକାଶରେ କଳା ମେଘ ଘୋଟି ଆସିଲା ଏବଂ ଅବିରତ ବର୍ଷା ହେବାକୁ ଲାଗିଲା। କ୍ରମେ ସାରା ଧାର ଜଳମଗ୍ନ ହେବାକୁ ବସିଲା। ଯେତେବେଳେ ବ୍ରହ୍ମା ପୂରାପୂରି ନିଦ୍ରାମଗ୍ନ ହେଲେ ସେତେବେଳେ ଚତୁର୍ଦିଗ ଅନ୍ଧକାରଚ୍ଛନ୍ନ ହେଲା। ସେହି ପ୍ରଳୟ ଅବସ୍ଥାରେ ଭିତରେ ହିଁ ବ୍ରହ୍ମା ଶୋଇ ରହିଲେ। ପ୍ରଳୟ କାଳ ହିଁ ତାଙ୍କ ସକାଶେ ରାତ୍ରି। କ୍ରମେ ନୂତନ କଳ୍ପ ଆରମ୍ଭ ହେବାର ସମୟ ହେଲା। ଚତୁର୍ଦିଗରୁ ଅମା ଅନ୍ଧକାର ଦୂରଭୀତ ହେଲା ଏବଂ କ୍ରମେ ଆଲୋକର ଆଭା ଫୁଟି ଉଠିଲା। ଦେବୀ ସରସ୍ୱତୀ ବୀଣାର ଝଙ୍କାର ତୋଳିଲେ। ସେତେବେଳେ ବ୍ରହ୍ମାଙ୍କ ନିଦ୍ରା ଦୂରୀଭୂତ ହେଲା। ପଦ୍ମାସନରେ ବସି ଚତୁର୍ମୁଖ ବ୍ରହ୍ମା ଦଶ ଦିଗକୁ ଦୃଷ୍ଟିପାତ କଲେ। ନିମ୍ନ ଦେଶରେ ଅସୀମ ସମୁଦ୍ରରେ ପ୍ରଚଣ୍ଡ ଲହରୀମାଳା ଖେଳୁଥାଏ। ସେହି ଲହରୀମାଳା ଭିତରେ ଗୋଟିଏ ସ୍ୱଚ୍ଛ ଉଜ୍ଜ୍ୱଳ ଦିଶୁଥାଏ। ବ୍ରହ୍ମା ଲକ୍ଷ୍ୟ କରି ଦେଖିଲେ ସେ ଜ୍ୟୋତି ଗୋଟିଏ ଶିଶୁ ଦେହରୁ ବିଚ୍ଛୁରିତ ହେଉଛି। ଶିଶୁଟି ଏକ ଭାସମାନ ବଟପତ୍ର ଉପରେ ଶୋଇ ରହି ହାତ ଗୋଡ଼ ହଲାଇ ଖେଳୁଛି। ବ୍ରହ୍ମା ନୟନ ମୁଦ୍ରିତ କରି ଧ୍ୟାନସ୍ଥ ହେଲେ ଆଉ ଶିଶୁଟି କିଏ ତାହା ନିର୍ଣ୍ଣୟ କରିବାକୁ ଚେଷ୍ଟା କଲେ। ସେ ଜାଣିପାରିଲେ ସେ ଶିଶୁ ଆଉ କେହି ନୁହେଁ, ବ୍ରହ୍ମର ହିଁ ଏକ ରୂପ। ବାହାରର ଆକାର ଅନୁସାରେ ସେ ଶିଶୁର ମୁଣ୍ଡ ହାତୀ ପରି। ବ୍ରହ୍ମା ଗଭୀର କୌତୂହଳ ସହକାରେ ଶିଶୁଟିକୁ ଦେଖୁଥାନ୍ତି। ତା ବଦନମଣ୍ଡଳ ଚନ୍ଦ୍ରମା ଭଳି ଦୀପ୍ତମାନ। ତାର ଥାଏ 4ଟି ହାତ। କିନ୍ତୁ ବ୍ରହ୍ମା ଅନାଇ ଥାଉ ଥାଉ ହଠାତ୍ ଶିଶୁଟି ଅଦୃଶ୍ୟ ହୋଇଗଲା। ସେଠାରେ ଦେଖାଦେଲା ଗୋଟିଏ ମାଟି ଢିପ। କ୍ରମେ ସେହି ଆଦିଗନ୍ତ ଜଳରାଶି ଭିତରୁ ସ୍ଥଳଭାଗ ଉତ୍ପନ୍ନ ହେଲା। ସ୍ଥଳର ଏକ ପ୍ରାନ୍ତରେ ରହିଲା ସମୁଦ୍ର। ବ୍ରହ୍ମା ସୃଷ୍ଟି ରଚନାରେ ମନୋନିବେଶ କଲେ। ସେ ପ୍ରଥମେ ନଦୀ ଏବଂ ପର୍ବତ ସୃଷ୍ଟିର କଳନା କରି ନିଜ କମଣ୍ଡଳରୁ ଟିକିଏ ପାଣି ନେଇ ଭୂଗର୍ଭ ଉପରେ ସିଞ୍ଚନ କଲେ। ତାପରେ ସେ ସୃଷ୍ଟି କଲେ ବୃକ୍ଷଲତା। ପରେ ପରେ ସମୁଦ୍ରରେ ମତ୍ସ୍ୟାଦି ପ୍ରାଣୀ ସୃଜନ କରି ସ୍ଥଳଭାଗରେ ପଶୁପକ୍ଷୀ ଏବଂ ନାନାଦି କୃମିକୀଟ ସୃଷ୍ଟି କଲେ। ବ୍ରହ୍ମା ଏକନିବିଷ୍ଟ ହୋଇ ଏକ ପରେ ଏକ ପର୍ଯ୍ୟାୟ ସୃଷ୍ଟି କରି ଚାଲିଥାନ୍ତି। ତାଙ୍କର ଅନ୍ୟ କୁଆଡ଼େ ଦୃଷ୍ଟି ନଥାଏ। ଦେବୀ ସରସ୍ୱତୀ ଏକାଗ୍ର ଭାବରେ ବୀଣାବାଦନ କରି ଚାଲିଥାନ୍ତି। କେତେ କାଳ ବିତିଗଲା। ପୁନର୍ବାର କୌଣସି ଅଭିନବ ସୃଷ୍ଟିର ସଂକଳ୍ପ କରି ସେ କମଣ୍ଡଳରୁ ଜଳ ନେଇ ସିଞ୍ଚନ କଲେ। ଫଳରେ ଆବିର୍ଭୂତ ହେଲେ ମଣିଷ। ଯେତେବେଳେ ବ୍ରହ୍ମା ସୃଷ୍ଟି କାର୍ଯ୍ୟରେ ବ୍ୟାପୃତ ସେତେବେଳେ ଦେବୀ ସରସ୍ୱତୀ ବୀଣାବାଦନ କରୁଥାନ୍ତି। ହଠାତ୍ ବୋଧହୁଏ ଦେବୀଙ୍କ ଅନ୍ୟମନସ୍କତା ହେତୁ ବୀଣାରୁ ନିର୍ଗତ ହେଲା ଭୁଲ ସ୍ୱର। ଦେବୀ ଆଶ୍ଚର୍ଯ୍ୟ ହୋଇ ତଳକୁ ଅନାଇଲେ। ଦେବୀ ତଳକୁ ଅନାଇବାର ଲକ୍ଷ୍ୟ କରି ବ୍ରହ୍ମା ମଧ୍ୟ ତାହା ହିଁ କଲେ। ସେ ଦେଖିଲେ ଏକ ବିଚିତ୍ର ଦୃଶ୍ୟ। ପର୍ବତମାନଙ୍କର ଶିଖର ଦେଶ ଅଧୋଗାମୀ ହୋଇ ରହିଛନ୍ତି। ସେମାନଙ୍କ ମୂଳ ଉପରକୁ ରହି ଛତା ଭଳି ବଢ଼ୁଛନ୍ତି ଏବଂ ସୂର୍ଯ୍ୟଙ୍କ ଗତିରେ ବାଧା ଦେଉଛନ୍ତି। ନଦୀମାନେ ସମୁଦ୍ରରୁ ବାହାରି ଉଚ୍ଚ ସ୍ଥାନ ଆଡ଼କୁ ମାଡ଼ି ଚାଲିଛନ୍ତି। ବୃକ୍ଷମାନଙ୍କ ଶୀର୍ଷ ଦେଶ ବି ତଳକୁ ଆଉ ଚେରମୂଳ ଉପରକୁ। ଜଳଚର ଜୀବମାନେ ସ୍ଥଳରେ ନାଚକୁଦ କରୁଛନ୍ତି। କେତେକ ମତ୍ସ୍ୟ ପକ୍ଷୀ ଭଳି ଉଡ଼ୁଛନ୍ତି। ପଶୁମାନଙ୍କ ଅବସ୍ଥା ହୋଇଥାଏ ନିହାତି ବିକୃତ। କେହି କେହି ପଶୁଙ୍କ ଶିର ନଥାଏ, କେଉଁମାନଙ୍କର ବା ପଶ୍ଚାଭାଗ ନଥାଏ। କାହାର ଗୋଟାଏ ଗୋଡ଼, କାହାର 3ଟି। କାହାର ମୁହଁ ଅଛି ତ କାହାର ଆଖି ନାହିଁ, ଆଉ କାହାର ଆଖି କାନ ଅଛି ତ ମୁହଁ ନାହିଁ। କୌଣସି କୌଣସି ପକ୍ଷୀଙ୍କର ମୋଟେ ପର ନଥାଏ। ବ୍ରହ୍ମା ଅତ୍ୟନ୍ତ ଚିନ୍ତିତ ହୋଇ ନିଜର ସର୍ବଶ୍ରେଷ୍ଠ ସୃଷ୍ଟି ମଣିଷ ଆଡ଼କୁ ଦୃଷ୍ଟି ଦେଲେ। ସେ ଦେଖିଲେ କୌଣସି କୌଣସି ମଣିଷଙ୍କ କାନ୍ଧରେ 2-2ଟା ମୁଣ୍ଡ। ଗୋଟିଏ ପୁରୁଷ ମୁଣ୍ଡ ତ ଅନ୍ୟଟି ନାରୀ ମୁଣ୍ଡ। ସେମାନଙ୍କ ଚେହେରାରେ କୌଣସି ସଂହତି ନଥାଏ। କିଏ ଅତି ଛୋଟ ତ କିଏ ହାତୀ ଭଳି ବିଶାଳ। ପୁଣି ଅନେକଙ୍କର ପେଟରେ ମୁଣ୍ଡ, କାହାର ବା ଜମାରୁ ମୁଣ୍ଡ ନଥାଏ। ଗୋଡ଼ ହାତ କ୍ଷେତ୍ରରେ ମଧ୍ୟ କୌଣସି ନିୟମ ନଥାଏ। କାହାର ଗୋଟିଏ ହାତ ଥାଏ ତ କାହାର 3ଟି। ସେ ବିକୃତ ମାନବମାନେ ନାଚୁଥାନ୍ତି ଆଉ ନାନାଦି ବିକଟ ଧ୍ୱନି ଦେଇ ବ୍ରହ୍ମାଙ୍କର ନିନ୍ଦା କରୁଥାନ୍ତି। ଜଣେ ଅତି ଦୟନୀୟ ଆକୃତିର ପୁରୁଷ ତାଳଗଛ ଭଳି ଜଣେ ନାରୀକୁ ଦେଖାଇ ଉପରକୁ ଅନେଇ ଚିତ୍କାର କରି କହିଲା, ବ୍ରହ୍ମଦେବ, ଏଭଳି ଜଣେ ନାରୀକୁ ନେଇ ମୁଁ ସଂସାର କିପରି କରିବି? ଆମକୁ ଏଭଳି ଅସଙ୍ଗତ ରୂପ ଦେଲେ କିପରି? ସେସବୁ ଚିତ୍କାର ଏବଂ ଆର୍ତ୍ତନାଦ ଶୁଣି ବାସ୍ତବିକ ବ୍ରହ୍ମାଙ୍କର 4 ମୁଣ୍ଡ ଯାକ ବୁଲାଇ ଦେଲା। 4 ଯୋଡ଼ା ଯାକ ଆଖିରେ ସେ ଅନ୍ଧକାର ଦେଖିଲେ। ସେ ଦେବୀ ସରସ୍ୱତୀଙ୍କ ଆଡ଼କୁ ଅନାଇବାରୁ ଦେବୀ କିଛି ନ କହି ଅଳ୍ପ ଟିକିଏ ହସିଦେଲେ। ବ୍ରହ୍ମା ନୀରବରେ ଚିନ୍ତା କରୁଥିଲେ। କିନ୍ତୁ ହଠାତ୍ ଉଚ୍ଚକଣ୍ଠରେ ସେ ଏହି ପ୍ରଶ୍ନ ପଚାରିଲେ, ମୋ ସୃଷ୍ଟିର ଏଭଳି ଅବସ୍ଥା କିପରି ହେଲା? ମୁଁ ତ ମୋ ସୃଷ୍ଟି ସଂହତ ଏବଂ ସୁସମଞ୍ଜସ ହେଉ ଏହା କାମନା କରିଥିଲି, କିନ୍ତୁ ଏପରି ହେଲା କିପରି? ବ୍ରହ୍ମାଙ୍କର ସେ ବ୍ୟାକୁଳ ପ୍ରଶ୍ନ
10 ଦିଗରେ ଗୁଞ୍ଜରିତ ହେଲା। ଚାହୁଁ ଚାହୁଁ ଅଦୂରରେ ଫୁଟି ଉଠିଲା ଏକ ଅପୂର୍ବ ସୁନ୍ଦର ଦୃଶ୍ୟ। ବ୍ରହ୍ମା ଜଣେ ଦିବ୍ୟକାନ୍ତି ପୁରୁଷଙ୍କୁ ଦେଖିଲେ। ତାଙ୍କର 4 ହାତ, ସ୍କନ୍ଧ ଦେଶରେ ହାତୀ ଶିର। କ୍ରମେ ସେ 4 ହାତ ପାଶ, ଅଙ୍କୁଶ, କଳସ ଏବଂ ପରଶୁ ଧାରଣ କଲା। ସେ ଦିବ୍ୟ ପୁରୁଷଙ୍କ ଜ୍ୟୋତିରେ ଦିଗ୍ବଳୟ ଉଦ୍ଭାସିତ ହେଉଥିଲା। ତାଙ୍କ ଶୁଭ୍ର ଉତ୍ତରୀୟ ଗଗନ ବ୍ୟାପୀ ଫରଫର ହୋଇ ଉଡୁଥିଲା। ସରସ୍ୱତୀ ବୀଣାବାଦନ ଆରମ୍ଭ କଲେ। ସେ ବୀଣାର ଅପୂର୍ବ ଝଙ୍କାରରେ ଚତୁର୍ଦିଗରେ ପରମ ଶାନ୍ତି ଓ ଗାମ୍ଭୀର୍ଯ୍ୟ ସୃଷ୍ଟି କଲା। ଗଜାନନ ରୂପୀ ସେହି ଦିବ୍ୟ ରୂପ ଅଭୟ ମୁଦ୍ରା ଦ୍ୱାରା ବ୍ରହ୍ମାଙ୍କୁ ଆଶ୍ୱାସନା ଦେଲେ। ବ୍ରହ୍ମା ତାଙ୍କୁ ଅଭିବାଦନ ଜଣାଇ ପଚାରିଲେ, ହେ ମହାନ, ଆପଣଙ୍କ ପରିଚୟ କ'ଣ? ଏଇ ମୁହୂର୍ତ୍ତରେ ମୁଁ କିଛି ବୁଝିପାରିବା ଭଳି ସ୍ଥିତିରେ ନାହିଁ। ଅନୁଗ୍ରହ କରି ଆପଣ ମୋତେ ଆପଣଙ୍କ ପରିଚୟ ପ୍ରଦାନ କରନ୍ତୁ। ବ୍ରହ୍ମଦେବ ସଂକଳ୍ପକୁ ସର୍ବଦା ବିକଳ୍ପ ଅନୁସରଣ କରୁଥାଏ। ସେହି ବିକଳ୍ପ ବା ବିଘ୍ନକୁ ହଟାଇ ସଂକଳ୍ପ ସିଦ୍ଧ କରାଇବା ମୋର ଭୂମିକା। ମୁଁ ବିଘ୍ନେଶ୍ୱର। ବିଘ୍ନକାରୀ ଶକ୍ତିମାନଙ୍କୁ ମୋର ପରଶୁ ପ୍ରତିହତ କରେ। ପ୍ରତି କାର୍ଯ୍ୟ ମୋ ସହାୟତାରେ ପୂର୍ଣ୍ଣ କଳସ ଭଳି ପୂର୍ଣ୍ଣତା ପ୍ରାପ୍ତ ହୋଇଥାଏ। ଦୁଷ୍ଟ ଶକ୍ତିମାନଙ୍କୁ ମୁଁ ପାଶ ଦ୍ୱାରା ବନ୍ଦୀ କରିଥାଏ। ଖାଦ୍ୟ ପଦାର୍ଥ ଏବଂ ଶସ୍ୟ ଧ୍ୱଂସ କରୁଥିବା ମତହସ୍ତି ରୂପକ ଶକ୍ତିରାଶିକୁ ମୋ ଅଙ୍କୁଶ ଦ୍ୱାରା ବଶୀଭୂତ କରାଇଥାଏ। ଏହି ଭୂତଗଣଙ୍କ ଅଧିପତି ରୂପେ ମୋ ନାମ ଗଣପତି। ଭବିଷ୍ୟତରେ ମୋତେ ଆପଣ ବିଘ୍ନେଶ୍ୱର ରୂପେ ସମ୍ବୋଧନ କରିପାରନ୍ତି। ବ୍ରହ୍ମା କହିଲେ, ହେ ଦେବ ବିଘ୍ନେଶ୍ୱର, ମୋ ସୃଷ୍ଟିରେ ଏଭଳି ବିଘ୍ନ କାହୁଁ ଆସି ଉପସ୍ଥିତ ହେଲା? ଦୟାକରି ମୋ ସୃଷ୍ଟି କିପରି ସଂହତ ହୋଇପାରିବ ସେ ଦିଗରେ ମୋତେ ପଥ ପ୍ରଦର୍ଶନ କରନ୍ତୁ। ବିଘ୍ନେଶ୍ୱର କହିଲେ, ବିଘ୍ନ ସମ୍ପର୍କରେ ଆପଣଙ୍କ ସଚେତନ ହେବା ଆବଶ୍ୟକ ବୋଲି ଏସବୁ ଘଟିଛି। ପ୍ରଥମରୁ ମୁଁ ଆପଣଙ୍କୁ ବଟପୁତ୍ରରେ ଶାୟିତ ହୋଇ ଶିଶୁ ରୂପେ ଦର୍ଶନ ଦେଇଥିଲି। ସେତିକିବେଳେ ଆପଣ ମୋ ଉପରେ ଯଥାର୍ଥ ଧ୍ୟାନ ଦେବା ଉଚିତ ଥିଲା। ସେତିକିବେଳେ ସେଭଳି ଧ୍ୟାନ ଦେଇଥିଲେ ବିଘ୍ନ ସମ୍ପର୍କରେ ଆପଣଙ୍କର ବଳେ ବଳେ ଜ୍ଞାନ ହୋଇଯାଇଥାନ୍ତା। ଆପଣ ସତର୍କ ହୋଇପାରିଥାନ୍ତେ। ମୁଁ ସେହି ଜ୍ଞାନର ସ୍ୱରୂପ। ଆପଣ ତଥା ଅନ୍ୟ ସମସ୍ତେ ଯେକୌଣସି କାର୍ଯ୍ୟ ଆରମ୍ଭ କରିବା ପୂର୍ବରୁ ସେ କାର୍ଯ୍ୟରେ କିଭଳି ବାଧାବିଘ୍ନ ଦେଖାଦେବା ସମ୍ଭବ ସେ ବିଷୟରେ ଅବହିତ ହେବା ଆବଶ୍ୟକ। କାର୍ଯ୍ୟରେ ଶୁଭ ଓ ସଫଳତାର ତାହା ମାର୍ଗ। ଯେହେତୁ ଜୀବମାନଙ୍କୁ ବିଘ୍ନରୁ ରକ୍ଷା କରିବା ମୋର କାର୍ଯ୍ୟ, ତେଣୁ ମୁଁ ସର୍ବଦା ଜୀବଜଗତର ନିକଟବର୍ତ୍ତୀ। ସେହି ସଂକେତ ରୂପେ ମୁଁ ହାତୀର ଶିରକୁ ନିଜ ଶିର ରୂପେ ଗ୍ରହଣ କରିଛି। ଆପଣ ଯେତେବେଳେ ନିଦ୍ରାମଗ୍ନ ଥିଲେ ସେତେବେଳେ ସୋମକାସୁର ନାମକ ରାକ୍ଷସ ଆପଣଙ୍କର 4 ବେଦ ଅପହରଣ କରିନେଇ ସମୁଦ୍ର ଗର୍ଭରେ ଲୁଚାଇ ରଖିଥିଲା। ମହାବିଷ୍ଣୁ ମତ୍ସ୍ୟ ଅବତାର ଗ୍ରହଣ କରି ବେଦ ଉଦ୍ଧାର କଲେ ଏବଂ ମୋତେ ସମର୍ପି ଦେଲେ। ଆପଣ ବର୍ତ୍ତମାନ ତାହା ମୋ ପାଖରୁ ଗ୍ରହଣ କରନ୍ତୁ ଏବଂ ସୃଷ୍ଟି କାର୍ଯ୍ୟ ନିର୍ବିଘ୍ନରେ ସମ୍ପନ୍ନ କରନ୍ତୁ। ଏହା କହି ବିଘ୍ନେଶ୍ୱର ବ୍ରହ୍ମାଙ୍କୁ ବେଦ ସମର୍ପଣ କଲେ। ବେଦ ଗ୍ରହଣ କରି ବ୍ରହ୍ମା ପରମ ପ୍ରସନ୍ନ ହେଲେ। ସେ କରଯୋଡ଼ି କହିଲେ, ହେ ବିଘ୍ନେଶ୍ୱର, ଯେକୌଣସି ସୃଷ୍ଟିର ଆରମ୍ଭରେ ମୁଁ ଯେପରି ଆପଣଙ୍କୁ ସ୍ମରଣ କରିପାରିବି ଏବଂ ତାହାଦ୍ୱାରା ବିଘ୍ନର ସମ୍ଭାବନାକୁ ପ୍ରତିହତ କରି କାର୍ଯ୍ୟରେ ପ୍ରବୃତ୍ତ ହୋଇପାରିବି, ମୋତେ ଏହି ବର ଦିଅନ୍ତୁ। ତାହା ନ କରି ସୃଷ୍ଟି କାର୍ଯ୍ୟରେ ମନୋନିବେଶ କରିଥିବା ହେତୁ ଯେଉଁ ବିକୃତ ସୃଷ୍ଟି ସମ୍ଭବ ହୋଇଛି ତାହା କିପରି ସ୍ୱପ୍ନ ଭଳି ଉଭେଇଯିବ ସେ ବ୍ୟବସ୍ଥା କରିଦିଅନ୍ତୁ। ବିଘ୍ନେଶ୍ୱରଙ୍କ କୃପାରୁ ସେ ଅସଂଗତ ସୃଷ୍ଟି ନିମିଷକେ ଅଦୃଶ୍ୟ ହୋଇଗଲା। ତାପରେ ବିଘ୍ନେଶ୍ୱର ପୁନର୍ବାର ବ୍ରହ୍ମାଙ୍କୁ କହିଲେ, ବ୍ରହ୍ମଦେବ, ନୂତନ ସୃଷ୍ଟିର ପ୍ରାରମ୍ଭରେ ମୋତେ ସ୍ମରଣ କଲେ ମୁଁ ଆପଣଙ୍କର ସହାୟକ ହେବି। ନୂତନ ସୃଷ୍ଟି ଶୁଭ ହେଉ। ମୁଁ ସମସ୍ତଙ୍କୁ ବିଘ୍ନରୁ ରକ୍ଷା କରିବି। ବିନାୟକ ରୂପେ ସେମାନଙ୍କ ସଂକଳ୍ପ ସିଦ୍ଧି କରାଇବି। ପୁଣି ଥରେ ବ୍ରହ୍ମାଙ୍କୁ ଆଶୀଷ ଦେଇ ସେ ଦିବ୍ୟମୂର୍ତ୍ତି ଅଦୃଶ୍ୟ ହୋଇଗଲେ। ଦେବୀ ସରସ୍ୱତୀଙ୍କ ବୀଣାରୁ ମଙ୍ଗଳମୟ ସ୍ୱର ନିର୍ଗତ ହେଲା। ସେ ସ୍ୱର ଦୂରଦୂରାନ୍ତରକୁ ବ୍ୟାପିଗଲା ଏବଂ ସମଗ୍ର ଆକାଶ ପୁଲକିତ ହୋଇଉଠିଲା। ବ୍ରହ୍ମଦେବ ଏହାପରେ ଓଁ ବିଘ୍ନେଶ୍ୱରାୟ ନମଃ ବୋଲି ଉଚ୍ଚାରଣ କରି ପୁନର୍ବାର ସୃଷ୍ଟି କାର୍ଯ୍ୟରେ ମନୋନିବେଶ କଲେ। ଚାହୁଁ ଚାହୁଁ ପୃଥିବୀରେ କଳକଳ ନାଦୀ ନଦୀମାନ ପ୍ରବାହିତ ହେଲେ। ନାନାଦି ବୃକ୍ଷଲତା ଶୋଭିତ ପାହାଡ଼ ପର୍ବତମାନ ଉଦ୍ଭବ ହେଲା। କେତେ ଜାତିର ପ୍ରାଣୀ ସୃଷ୍ଟି ହେଲେ। ଦେବୀ ସରସ୍ୱତୀଙ୍କ ବୀଣାନାଦରେ ଅନୁପ୍ରାଣିତ ହୋଇ ମଣିଷ ଭିତରେ କଳା ପ୍ରତି ଅନୁରାଗର ସଞ୍ଚାର ହେଲା। ପୃଥିବୀର ସବୁ ବିଭବରେ ସଂହତି ଏବଂ ସାମଞ୍ଜସ୍ୟ ପରିଲକ୍ଷିତ ହେଲା। ଆପଣମାନେ ଶୁଣୁଥିଲେ ଜହ୍ନମାମୁଁର ଗୋଟେ ଗପ ବିଘ୍ନେଶ୍ୱର।